ଅନ୍ୟର ଦୋଷ ଧରିବା ଆଗରୁ ନିଜର ଦୋଷକୁ ଦେଖନ୍ତୁ। ମନେ ରଖନ୍ତୁ ବନ୍ଧୁ, ଗୋଟିଏ ଆଙ୍ଗୁଳି ଅନ୍ୟକୁ ଦେଖେଇଲେ ବାକି 4ଟି ଆଙ୍ଗୁଳି ନିଜ ଆଡକୁ ରହେ। ଆପଣଙ୍କର ଜନ୍ମଜାତକ ପରାମର୍ଶ ପାଇଁ, ଜାତକ ମିଳନ ପାଇଁ, ଯେକୌଣସି ଶୁଭ ମୁହୂର୍ତ୍ତ ପାଇଁ, ଖରାପ ଗ୍ରହର ଦଶାରୁ ବର୍ତ୍ତିବା ପାଇଁ ଉପାୟ, ଜୀବନରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ନିଶ୍ଚିତ ମୋ ସହିତ ଯୋଗାଯୋଗ କରିପାରିବେ, ଯାହାକି ହ୍ୱାଟ୍ସଆପ୍ କରିପାରିବେ କିମ୍ବା କଲ୍ କରିପାରିବେ। ତେବେ ନମ୍ବରଟି ରହୁଛି 9517951111। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ, ବ୍ରତ, ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଅକ୍ଟୋବର ମାସ 3 ତାରିଖ, ଓଡ଼ିଆ ଆଶ୍ୱିନ ମାସ 17 ଦିନ, ଶୁକ୍ରବାର, ଶୁକ୍ଳ ପକ୍ଷ, ଏକାଦଶୀ ତିଥି, ଯାହା ଦିବା 2:02 ପର୍ଯ୍ୟନ୍ତ ରହୁଛି। ତାପରେ ଦ୍ୱାଦଶୀ ତିଥି ଆରମ୍ଭ ହେଉଛି। ଆଜି ଶ୍ରାବଣା ନକ୍ଷତ୍ର, ଯାହା ଦିବା 6:14 ପର୍ଯ୍ୟନ୍ତ ରହୁଛି। ତାପରେ ଧନିଷ୍ଠା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମକର ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ସନ୍ଧ୍ୟା 6:07 ପର୍ଯ୍ୟନ୍ତ। ତାପରେ କୁମ୍ଭ ରାଶିରେ ଚନ୍ଦ୍ର ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ପ୍ରାପ୍ତ 5:40 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:28। ଆଜି ଯୁଗ୍ନି ରହିଛି ଅଗ୍ନିକୋଣରେ ଦିବା 2:02 ପରେ ଯୁଗ୍ନି ନୈಋତ୍ୟ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶି ବ୍ୟକ୍ତିଙ୍କର, ଯାହା ସନ୍ଧ୍ୟା 6:07 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ରହିବ ମିଥୁନ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଦିବା 2:02 ପରେ ଏକ ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁହାନି। ଆଜି ଏକାଦଶୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ଶିମ୍ବ, ତତ୍ସହିତ ପୋଇ ଭୋଜନ ନିଷେଧ ରହିଛି। ଆଜି ଏକାଦଶୀ ଯୋଗୁଁ ହଳ ନିଷେଧ ରହିଛି। ଆଜି ହେଉଛି ସର୍ବସହମତ ପାପାଙ୍କୁଶା ଏକାଦଶୀ ଉପବାସ, ତତ୍ସହିତ ଆଜି ଭସାଣୀ ଯାତ୍ରା ଏବଂ ଶ୍ରୀକ୍ଷେତ୍ରରେ ଗୋସାଣୀ ମେଲଣ ଉତ୍ସବ। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ, ଯାହାକି ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ପୁରାତନ ଗୃହ ପ୍ରବେଶ, ନୌକା ଚାଳନା ଓ ଯାତ୍ରା, ପୁଣ୍ୟାରମ୍ଭ, ନାଟ୍ୟ ଆରମ୍ଭ, ଔଷଧୀକରଣ ଓ ସେବନ, ଆରୋଗ୍ୟ ସ୍ନାନ, ବୀର୍ଯ୍ୟ ରୋପଣ, ବୃକ୍ଷରୋପଣ, ଧାନ୍ୟ ରୋପଣ, ରଣଗ୍ରହଣ ଓ ଦାନ, ଅଳଙ୍କାର ଧାରଣ, ତତ୍ସହିତ ଶ୍ରାଦ୍ଧ ଭକ୍ଷଣ କରିପାରିବେ। ଆଜିର ଶୁଭ ବାର୍ତ୍ତା, ଆଜି ହେଉଛି ଏକାଦଶୀ, ତେଣୁ ଏହି ଏକାଦଶୀ ଉପଲକ୍ଷେ ପ୍ରାପ୍ତ ସ୍ନାନ କରି ଆପଣ ଏକାଦଶୀ ଉପଲକ୍ଷେ ଭଗବାନ ବିଷ୍ଣୁଙ୍କୁ ନିଶ୍ଚିତ ଆପଣ ଆରାଧନା କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର କଷ୍ଟ ଦୂର ହେବା ସହିତ ମାନସିକ ଶାନ୍ତି ଏବଂ ଯେକୌଣସି ଗ୍ରହର ଅସୁବିଧାର ସମାଧାନ ଆଜି ଏହି ଏକାଦଶୀ ବ୍ରତ କରିଲେ ନିଶ୍ଚିତ ମିଳିବ ଏବଂ ଆପଣଙ୍କର ସମସ୍ତ ପ୍ରକାର ଦୁଃଖ ଦୂର ହେବ। ତେଣୁ ଆପଣମାନେ ନିଶ୍ଚିତ ଏହି ବ୍ରତ କରନ୍ତୁ ଏବଂ ନିଜ ଭିତରେ ଥିବା ସମସ୍ୟାକୁ ସମାଧାନର ରାସ୍ତା କାଢ଼ନ୍ତୁ। ଆଜିର ଅଶୁଭ ବେଳା, ଯାହା ଦିବା 8:11 ଦିବା 3:40 ମଧ୍ୟ ରହିଛି। ରାହୁ କାଳ 12 ବେଳା ଏବଂ କାଳ ବେଳା। ସେହିଭଳି ରାତ୍ରି 8:29 ରାତ୍ରି 10:01 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, 12 ବେଳା, କାଳ ବେଳା ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 6:28 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 7:16 ଦିବା 8:10 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 6:13 ରାତ୍ରି 9:29 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:53 ଶେଷ ରାତ୍ରି 5:40 ମଧ୍ୟ ରହିଛି
शुभ बेला। तेबे चलंतु जानिबा आजिर राशिफल जहा चंद्रगोचर गणना द्वारा जानिबा मेष ठारू मीन राशि पर्यंत। तेबे एबे चलंतु जानिबा मेष राशि व्यक्ति विषय। मेष राशि व्यक्ति आज सकल कार्य सिद्धि जुग रही। आपणकर समस्त प्रकार कार्य जहाँकि सफलतार पूर्ण हबार अति उत्तम जुग रही। आज मेष राशि व्यक्ति राजनैतिक सामाजिक क्षेत्र में कार्य करुवा व्यक्ति मानकर आज संपूर्ण दबदबा बढ़िबो। तत्सहित शिक्षार्थी विद्यार्थी मानकर आज निश्चित निजर पाठ पढ़ारे एक उच्च स्थान अधिकार करिवार संपूर्ण जुग रहिबे। मेष राशि व्यक्ति आज परिवार बंधुवर्ग सहित आपणकर उत्तम बुझामणा रहिबा सहित भल संपर्क गढ़ी उठिबो। जो माने प्रेम संबंध रे जड़ित अछंती सेमानकर मध्य आज उत्तम दिन बनैबो। तेबे मेष राशि व्यक्ति आज जो माने व्यापार वाणिज्य रे जड़ित अछंती सेमाने अनेक प्रकार लाभ प्राप्त करिबा सहित कौनसी ठारे जदि विनियोग करिबा पई अर्थ मने करूचंती तेबे आज से दिनटी अति उत्तम दिन होई पारे आपनक पई। तेणु आज मेष राशि व्यक्ति अर्थजनित कारोबार आपण निश्चित सफलता पाइबार पूर्ण शुभ जुग रही। तत्सहित उत्तम डिसिजन नबा पई आज ग्रह माने आपनको संपूर्ण सहयोग करुछंती जहा आपनको भाग्य चक्र जना पड़ुची। तेबे मेष राशि व्यक्ति स्वास्थ्यगत दृष्टि देखिले पूर्वर जदि स्वास्थ्य समस्या आपनको भारी कष्ट दउथुला एथर बा आजिका पई आपनकर स्वास्थ्य धीरे धीरे ताकि ठीक हबार पूर्ण जुग बनउची। आज मेष राशि व्यक्तिंकर भाग्य संख्या रही जहा कि 9। भाग्य रंग आपण नाली रंग व्यवहार करि पारिबे एवं ग्रह माने आपण को आज जहा कि 98% साथ दउछंती। एबे चलंतु जानिबा वृष राशि व्यक्ति विषय। वृष राशि व्यक्ति आज आपणकर भाग्य जहा कि मध्यम धरण रे रहिछि। तेणु ध्यान पूर्वक प्रत्येक कार्य करंतु। तेबे आज स्वास्थ्य आपणकर ठीक रहिबो। तत्सहित आपणकर आज मित्रता बढ़िबार अनेक सुजोग रहुची। तेबे राजनीतिक कार्य रे आपणकर आज हाथ रहिबो किंतु विशेष प्रतिष्ठा लाभ करि न पारंती। तेणु ध्यान पूर्वक यहा प्रति रुहंतु वृष राशि व्यक्ति। आज वृष राशि व्यक्ति व्यवसाय रे अनेक समस्या रहिबो। तेणु ध्यान पूर्वक निजर व्यापार वाणिज्य करंतु वृष राशि व्यक्ति। आज वृष राशि व्यक्ति आपणकर चाकरी संबंधर भाग्य एवं निजर पढ़ापढ़ी रे भाग्य मध्यम धरण रे रहुची। आज वृष राशि व्यक्तिंकर ताकि परिवार वर्गंक सहित भल संबंध न रही पारे। विशेष करी पिला छुआंक सहित अनेक प्रकार मतभेद देखा दबार चांस रहुची। तेणु यहा प्रति निश्चित वृष राशि व्यक्ति सचेतन रुहंतु। आज वृष राशि व्यक्तिंकर भाग्य संख्या रही 9। भाग्य रंग रहुची जहा कि धला रंग एवं ग्रह माने आपण को आज जहा कि 60% साथ दउछंती। एबे चलंतु जानिबा मिथुन राशि व्यक्ति विषय। मिथुन राशि व्यक्ति आज आपण टिके सावधान रुहंतु कारण आपणकर भाग्य ग्रह निम्नगामी रहिबा सहित आपण वाद विवाद झगड़ा एवं कौनसी कहा सहित जुक्ति तर्क न करिले ताहा आपणक पई भलो हेबो। तत्सहित आज मिथुन राशि व्यक्ति मानसिक अशांति भितरे गति करि पारंती। तत्सहित आज अर्थजनित कारोबार अनेक समस्या उपजी पारे जहा कि बिना कारण रे आपणकर अर्थ नाश होबार जुग रहुची। तत्सहित आज मिथुन राशि व्यक्ति मिछ आरोप आपणक उपरे लागि पारे जहा पई आपण अनेक समस्या भोगी पारंती। तत्सहित मिथुन राशि व्यक्ति आज आय ठारू व्यय अधिका देखा देई पारे। तत्सहित मिथुन राशि व्यक्ति आज आपणकर स्वास्थ्य समस्या भितरे जड़ित होई पारंती। विशेष करी हजम जनित रोग एवं काश आपण को बहुत पीड़ित करि पारे। तेणु यहा प्रति ध्यान दबार आवश्यकता रही मिथुन राशि व्यक्तिंकर। आज मिथुन राशि व्यक्तिंकर भाग्य संख्या रही 8। भाग्य रंग रहुची
जहाँकि गाढ़ नील रंग व्यवहार करें एवं ग्रह माने आपण को आज जहाँकि 35% साथ दौरान। एबे चलतु जानिबा कर्कट राशि व्यक्ति विषय। कर्कट राशि व्यक्ति आज जहाँकि छोट छोट कार्य आपण को शुभ फल मिलवा सहित किछि दूर यात्रा करिले मध्य आपणकर भाग्य शुभ जुग परिस्थिति बनाऊँच। तत्सहित आज कर्कट राशि व्यक्ति भोजन सहित शयन रे आपण को अनेक प्रकार सुख प्राप्त करिवार पूर्ण सुजोग रहुछि। आज जहाँकि कर्कट राशि व्यक्ति वाणिज्य सहित व्यवसाय क्षेत्र रे आपण अनेक लाभ प्राप्त करिवार पूर्ण सुजोग रहुछि, जहाँ आपणक भाग्य राशि रु जणा पडुछि। तेबे कर्कट राशि व्यक्ति आज टिके झगड़ा एवं जुक्ति तर्क ठारू सदा बेले दूरता अवलंबन करिबा सहित आपणकर स्वास्थ्य प्रति निश्चित सचेतन निहाती आवश्यकता रहिछि। कारण आपण को आज किछि स्वास्थ्य समस्या रे पीड़ित रही पारंती। तेणु यह प्रति निश्चित कर्कट राशि व्यक्ति ध्यान दियंतु। आज कर्कट राशि व्यक्तिंकर भाग्य संख्या रही जहाँकि 6, भाग्य रंग रहुछि जहाँकि धला रंग एवं ग्रह माने आपण को आज जहाँकि 55% साथ दौछंती। एबे चलंतु जानिबा सिंह राशि व्यक्ति विषय। सिंह राशि व्यक्ति आज आपण राशि रे घात चंद्र युक्त रहुछि, तेणु प्रत्येक कार्य ध्यान पूर्वक करंतु। आज व्यवसाय रे आपण आशा अनुसार फल प्राप्त करि न पारंती। तेबे शत्रु माने आज टिके विचलित करि पारंती। तेबे ध्यान देले आपण शत्रु ठारू निश्चित जहाँकि जययुक्त होई पारंती। आज सिंह राशि व्यक्ति जहाँकि स्वास्थ्यगत दृष्टि देखिले निश्चित निजर स्वास्थ्य प्रति ध्यान देवार आवश्यकता रही, जहाँ आपण जदि ध्यान देबे कौनसी स्वास्थ्य समस्या रहिबो नाही। आज सिंह राशि व्यक्ति जहाँकि आपणकर परिवार वर्गों सहित भल संपर्क रखिबा पई चेष्टा करंतु। तेबे आवश्यक स्थले जुक्ति तर्क न करिले आपणकर परिवार वर्गों सहित भल संपर्क रहिबो, जहाँ आपणक राशि चक्र रु जणा पडुछि। आज सिंह राशि व्यक्ति दूर यात्रा करुथले आपणको छोट मोट कष्ट सहिबाकू पड़िबो बा विफलता सामना करिबाकू पड़िबो। तेणु यह प्रति निश्चित सिंह राशि व्यक्ति सावधान रुहंतु। आज सिंह राशि व्यक्ति मानसिक स्थिति टिके अशांति आड़कू गति करि पारे। आज सिंह राशि व्यक्तिंकर भाग्य संख्या रही 4, भाग्य रंग रहुछि जहाँकि सबुज रंग एवं ग्रह माने आपण को आज जहाँकि 45% साथ दौछंती। एबे चलंतु जानिबा कन्या राशि व्यक्ति विषय। कन्या राशि व्यक्ति आज आपणकर भाग्य ग्रह जहाँकि मध्यम धरणर युक्त रहुछि। तेबे अनेक प्रकार आपण सिद्धिहस्त होई पारंती निजर कार्य क्षेत्र रे। आपण आज जहाँकि दूर यात्रा जदि करुछंती अनेक प्रकार सफलता प्राप्त करिवार सुजोग रहुछि। तत्सहित आज शत्रु मानक ठारू आपण विजय होबार पूर्ण सुजोग रहुछि जदि कंपटीशन क्षेत्र रे आपण जुक्ति रहुचंती। तेबे आज कन्या राशि व्यक्ति जहाँकि आपणकर रोग जनित समस्या जदि पूर्वरु थिबो ताहा आज नाश होबार अनेक चांस रहुछि। आज कन्या राशि व्यक्तिंकर राजनीतिक सामाजिक क्षेत्र रे आपणकर प्रतिष्ठा लाभ सहित आपणकर प्रतिभा निश्चित वृद्धि होबार सुजोग रहुछि, जहाँ आपणक राशि चक्र रु जणा पडुछि। तेबे आज कन्या राशि व्यक्ति निश्चित निजर स्वास्थ्य प्रति टिके ध्यान दबार आवश्यकता रही। छोट मोट कष्ट पाई पारंती, यह प्रति निश्चित सचेतन हेले दिनटी अति सुखमय परिवेश रे कटि। आज जहाँ कि कन्या राशि व्यक्तिंकर भाग्य संख्या रही जहाँ कि 2, भाग्य रंग रहुछि जहाँ कि आपण नील रंग यूज करि परिबे एवं ग्रह माने आपण को आज जहाँ कि 60% साथ दौछंती। एबे चलंतु जानिबा तुला राशि व्यक्ति विषय। तुला राशि व्यक्ति आज कर्म क्षेत्र रे आपणकर सफलता जुग रहुछि, तथा आपणकर भाग्य आज जेकोसी कार्य करुछंती साथ निश्चित दबा सहित कर्म क्षेत्र रे आगकू बढ़िबा सहित शिक्षार्थी विद्यार्थी मानक पई आज उत्तम जुग रहुछि तुला राशि व्यक्तिंकर। आज तुला राशि व्यक्ति
ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କର ଆଜି କର୍ମକ୍ଷେତ୍ରରେ ସଫଳତା ଦେବ। ଅଳ୍ପ ସମୟରେ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହୁଛି। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତି ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଯାହାକି ତୁଳା ରାଶି ବ୍ୟକ୍ତି ନିଶ୍ଚିତ ବେପାର ବାଣିଜ୍ୟରେ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି, କିନ୍ତୁ ଧ୍ୟାନ ପୂର୍ବକ କରନ୍ତୁ। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ନହେଲେ ଆପଣ କେତେକାଂଶରେ ଆପଣ କ୍ଷତି ସାମ୍ନା କରିବାକୁ ପଡ଼ିବ। ତେଣୁ ନିଶ୍ଚିତ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ଆପଣଙ୍କୁ ବୃଦ୍ଧି କରିବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଭାଗ୍ୟ ଗ୍ରହ ଶୁଭ ଯୁଗ ପରିସ୍ଥିତିରେ ଥିବାରୁ ଆପଣଙ୍କୁ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ବସ୍ତ୍ର ଏବଂ କୌଣସି ଆଭୂଷଣ କିଣିବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି ଏବଂ ଆପଣଙ୍କୁ ଆନନ୍ଦିତ ମଧ୍ୟ ରହିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଯାହାକି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଠିକ ରହିବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ଶତ୍ରୁ ମାନଙ୍କୁ ଆଜି ପରାଜିତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତିଙ୍କର ମନ ସଦାବେଳେ ପ୍ରସନ୍ନ ରହିବାର ସୁଯୋଗ ରହୁଛି। ତେବେ ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି ବିଛା ରାଶି ବ୍ୟକ୍ତିଙ୍କର। ତେବେ ବିଛା ରାଶି ବ୍ୟକ୍ତି ଆଜି ବିଶେଷ କରି ନିଜର କାର୍ଯ୍ୟରେ ଟିକେ ଅଧିକ ବିଚଳିତ ହୋଇପାରନ୍ତି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ବିବାହ ଜନିତ ଅଡ଼ଚନ ଆସିପାରେ ବା କିଛି ସମସ୍ୟା ଆସିପାରେ, ଯାହା ପାଇଁ ଆପଣଙ୍କର ମାନହାନି ଯୁଗ ରହୁଛି, ତେଣୁ ଏହା ପ୍ରତି ସାବଧାନ ରୁହନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ବୈଚାରିକ ମତଭେଦ ଦେଖା ଦେବାର ଅନେକ ଚାନ୍ସ ରହୁଛି, ଯାହା ପାଇଁ ଆପଣଙ୍କର ସୁଖ ହାନି ଯୁକ୍ତ ରହୁଛି ଏବଂ ବିଫଳତା ସାମ୍ନା କରିବାକୁ ପଡିପାରେ। ତତ୍ସହିତ ଆଜି ନିଚ କାମରେ ଯୁକ୍ତ ହୋଇପାରନ୍ତି ଧନୁ ରାଶି ବ୍ୟକ୍ତି, ତେଣୁ ଏହା ପ୍ରତି ସାବଧାନ ରହିବା ସହିତ ବିଦ୍ୟାର୍ଥୀ ମାନେ ନିଶ୍ଚିତ ନିଜର ପାଠ ପଢାପଢିକୁ ଧ୍ୟାନ ଦେବାର ଏକାଗ୍ରତା ଆଣିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଯାହାକି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଏବଂ ନିଜର ପ୍ରତିଭା ଦ୍ୱାରା ମାନ ସମ୍ମାନ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ସହକାରେ କାର୍ଯ୍ୟ କରନ୍ତୁ, ଦେଖିବେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଅହଙ୍କାର ଠାରୁ ଧନୁ ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ। ଭାଇ ଭଉଣୀଙ୍କ ସହିତ ଭଲ ସମ୍ପର୍କ ଚେଷ୍ଟା କରନ୍ତୁ ରଖିବା ପାଇଁ, କାରଣ ବାଦ ବିବାଦ ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଏବଂ ଶତ୍ରୁ ମାନଙ୍କୁ ପରାଜୟ କରିବାର ଆଜି ନିଶ୍ଚିତ ଆପଣଙ୍କର ଭାଗ୍ୟ ସାଥ ଦେଉଛି ଏବଂ ପୁତ୍ର ମିତ୍ରଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଆଜି ନିଶ୍ଚିତ ଆପଣଙ୍କର ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 60% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ବହୁତ ଆନନ୍ଦିତ ରହିପାରନ୍ତି, ରୋଗମୁକ୍ତ ହୋଇପାରନ୍ତି, ଭୋଜନ ପ୍ରିୟ ହୋଇପାରନ୍ତି। ତତ୍ସହିତ ସମସ୍ତ ପ୍ରକାର ଆଜି ସୁଖ ପ୍ରାପ୍ତ କରିବାର ସୁଯୋଗ ରହିପାରେ। ତେବେ ନିଶ୍ଚିତ ଏହା ପ୍ରତି ମକର ରାଶି ବ୍ୟକ୍ତି ସଚେତନ ଟିକେ ଆବଶ୍ୟକତା ରହିଛି, କାରଣ ଆଜି କିଛି ନିଚ କାର୍ଯ୍ୟରେ ଆପଣ ଅଧିକ ଆକୃଷ୍ଟ ହେବେ, ଯାହା ପାଇଁ ଆପଣଙ୍କୁ ବେପାର ବାଣିଜ୍ୟରେ ଅନେକ ବିଫଳତା ସାମ୍ନା କରିବାକୁ ପଡିବ ଏବଂ ମିତ୍ର ସମ୍ବନ୍ଧ ସହିତ ଆପଣଙ୍କର
ଭଲ ସମ୍ପର୍କ ରହି ନପାରେ, ନିଜ ଭିତରେ ଯୁକ୍ତିତର୍କ ହୋଇପାରେ। ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ ଆପଣ ସଚେତନ ସହକାରେ କରନ୍ତୁ। କୌଣସି ଖରାପ କାର୍ଯ୍ୟରେ ଆଦୌ ଲିପ୍ତ ରୁହନ୍ତୁ ନାହିଁ ଏବଂ ନିଜକୁ ସଚେତନ ସହକାରେ କାର୍ଯ୍ୟ କରନ୍ତୁ। ଦେଖିବେ କୌଣସି କାର୍ଯ୍ୟରେ ମକର ରାଶି ବ୍ୟକ୍ତି ଅଟକିବେ ନାହିଁ ଏବଂ ସମସ୍ତ କାର୍ଯ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ଦେବ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣମାନେ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଅନେକ ପ୍ରକାର ଆପଣଙ୍କର ଅର୍ଥନାଶ ଯୁଗ ରହୁଛି। ତତ୍ସହିତ ମାନ ସମ୍ମାନର ଆପଣଙ୍କର କମି ଯାଉଛି। ତତ୍ସହିତ ସ୍ୱାସ୍ଥ୍ୟଗତ ଜନିତ ଆପଣଙ୍କୁ ସମସ୍ୟା ବଢିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ଏବଂ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ବିଫଳତା ସାମ୍ନା କରିବାକୁ ପଡିପାରେ। ତେବେ ଆଜି ଆପଣଙ୍କର ଭୋଜନ ଯାହାକି ସଠିକ ନ ମିଳିପାରେ, ଯାହା ପାଇଁ ଆପଣ ଅଶାନ୍ତି ପରିବେଶ ଭିତରେ ଗତି କରିପାରନ୍ତି ମାନସିକ ସ୍ଥିତି। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତି ଆପଣ ପରିବାର ସମ୍ପର୍କ ଭଲ ନ ରହିପାରେ, ନିଜ ଭିତରେ ଅନେକ ସମସ୍ୟା ବା ଝଗଡା ଯୁକ୍ତିତର୍କ ହୋଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବା ସହିତ ମିତ୍ର ସମ୍ବନ୍ଧ ସହିତ ଆପଣ ଭଲ ସମ୍ପର୍କ ରଖନ୍ତୁ, ଯାହା ପାଇଁ ଆପଣ ନିଜ ଭିତରେ ଚିଡଚିଡା ଅନେକ ପ୍ରକାର ଯୁକ୍ତିତର୍କ କଳହ ସମ୍ପର୍କ ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର ନିଜର ଖ୍ୟାତି ଅର୍ଜନ କରିବାର ପୂର୍ଣ୍ଣ ଯୁଗ ରହିଛି। ଆଜି ମୀନ ରାଶି ବ୍ୟକ୍ତି ଆପଣଙ୍କର ଯାହାକି ଆୟ ଇନକମ୍ ଦ୍ୱିଗୁଣିତ ହବ। ତତ୍ସହିତ ଆଜି ମହତ୍ୱାକାଂକ୍ଷୀ କିଛି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଉତ୍ତମ ଯୁଗ ବନଉଛି। ତତ୍ସହିତ ଆଜି ମୀନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହିଛି। ତତ୍ସହିତ ଆଜି ଅର୍ଥ ବିନିଯୋଗ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବାର ଆଜି ଉତ୍ତମ ଯୁଗ ବନଉଛି। ତେବେ ଆଜି ମୀନ ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ ଜଡିତ ଅଛନ୍ତି, ନିଶ୍ଚିତ ଆପଣଙ୍କର ଆଜି ଯାହାକି ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ନିଜର ପାଠ ପଢାରେ ଅତି ଉଚ୍ଚ ଆସନ ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଇଣ୍ଟରଭ୍ୟୁ ଏକ୍ଜାମରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହିଛି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବନ୍ଧୁବର୍ଗ ଏବଂ ପରିବାର ଜନଙ୍କ ସହିତ, ବିଶେଷ କରି ପୁତ୍ର ଏବଂ ପୁତ୍ରୀଙ୍କ ସହିତ ଅତି ଭଲ ସମ୍ପର୍କ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ଆଜି ଅତି ଭଲ ଦିନରେ ଗଣିତ ହୋଇପାରେ। ଆଜି ମୀନ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ସମାଧାନର ରାସ୍ତା ବାହାରିପାରେ। ତତ୍ସହିତ ମୀନ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଆଜି ଦୂରଯାତ୍ରା କରୁଥିଲେ ସେ କାର୍ଯ୍ୟ ଆପଣଙ୍କର ସିଦ୍ଧି ଯୁଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ଆପଣ ଯାହାକି ଗୋଲାପୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।